ନମସ୍କାର ଡାହାର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଆଜି କିଛି ନେଇ ଆସିଛି ନୂଆ ଶବ୍ଦ, ଯାହାକୁ ଆମେ ଓଡ଼ିଆରେ ମଧ୍ୟ ଜାଣିବା ଆଉ ଇଂରାଜୀରେ ମଧ୍ୟ ତାହାକୁ ଜାଣିବା। ତ ଡେରି ନ କରି ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଉପରେ ହେଡ଼ିଂ କ'ଣ ଦିଆହେଇଛି ନା ଆତ୍ମୀୟ ସୃଜନ। ଆତ୍ମୀୟ ସୃଜନ କହିଲେ ଆମ ସମ୍ପର୍କୀୟମାନଙ୍କୁ ବୁଝାଉଛି। ତ ସେଇ ଆମ ସମ୍ପର୍କୀୟମାନଙ୍କ ବିଷୟରେ ଚାଲନ୍ତୁ ଜାଣିବା। 1 ନମ୍ବରରେ କ'ଣ ଅଛି ନା ଅଣ୍ଡିରା ପିଲା, ତାହାକୁ ଇଂରାଜୀରେ କ'ଣ କୁହାଯାଏ? ମେଲ୍ ଚାଇଲ୍ଡ। 2 ନମ୍ବରରେ ଅଛି ଅଣନାତି, ଗ୍ରେଟ୍ ଗ୍ରାଣ୍ଡ ସନ୍, ତାହାକୁ ଇଂରାଜୀରେ କ'ଣ କୁହାଯାଏ ନା ଗ୍ରେଟ୍ ଗ୍ରାଣ୍ଡ ସନ୍। 3 ନମ୍ବରରେ ଅଛି ଜେଜେବାପା, ତାହାକୁ ଇଂରାଜୀରେ କ'ଣ କୁହାଯାଏ? ଗ୍ରାଣ୍ଡ ଫାଦର, ହେଲା। 4 ନମ୍ବରରେ ଅଛି ଜେଜେମା, ତାହାକୁ ଇଂରାଜୀରେ କ'ଣ କୁହାଯାଏ? ଗ୍ରାଣ୍ଡ ମଦର। 5 ନମ୍ବରରେ କ'ଣ ଅଛି ନା ଧର୍ମ ବାପା ମାନେ ଗଡ୍ ଫାଦର। 6 ନମ୍ବରରେ ଅଛି ଧର୍ମ ମାତା, ଗଡ୍ ମଦର। 7 ନମ୍ବରରେ ଅଛି ନାତି, ତାହାକୁ ଇଂରାଜୀରେ କ'ଣ କୁହାଯାଏ? ଗ୍ରାଣ୍ଡ ସନ୍। 8 ନମ୍ବରରେ ଅଛି ନାତୁଣୀ, ନାତୁଣୀକୁ ଇଂରାଜୀରେ କ'ଣ କୁହାଯାଏ ନା ଗ୍ରାଣ୍ଡ ଡଟର। 9 ନମ୍ବରରେ ଅଛି ପାଳକ ପିତା, ପାଳକ ପିତାକୁ କ'ଣ କୁହାଯାଏ ଇଂରାଜୀରେ? ଫଷ୍ଟର ଫାଦର। 10 ନମ୍ବରରେ ଅଛି ପାଳକ ମାତା, ପାଳକ ମାତାକୁ ଇଂରାଜୀରେ କ'ଣ କୁହାଯାଏ ନା ଫଷ୍ଟର ମଦର। 11 ନମ୍ବରରେ ଅଛି ପାଳିତ ପୁଅ, ପାଳିତ ପୁଅକୁ ଇଂରାଜୀରେ କ'ଣ କୁହାଯାଏ? ଫଷ୍ଟର ସନ୍। 12 ନମ୍ବରରେ କ'ଣ ଅଛି ନା ଅନାଥ, ଅନାଥ କହିଲେ ଇଂରାଜୀରେ କ'ଣ ନା ଅର୍ଫାନ୍, ଅର୍ଫାନ୍ କହିଲେ ଯାହାର ବାପା ମା ନଥାନ୍ତି ତାହାକୁ ଅନାଥ କୁହାଯାଏ, ହେଲା। 13 ନମ୍ବର ଅଛି ଅତିଥି, ଅତିଥିକୁ ଇଂରାଜୀ କ'ଣ କୁହାଯାଏ? ଗେଷ୍ଟ। 14 ନମ୍ବରରେ ଅଛି ଉପପତି, ହେଲା, ଉପପତିକୁ ଇଂରାଜୀରେ କ'ଣ କୁହାଯାଏ? ପାରାମର, କ'ଣ କୁହାଯାଏ ନା ପାରାମର। ତାପରେ 15 ନମ୍ବରରେ କ'ଣ ଅଛି ନା 15 ନମ୍ବରରେ ଅଛି ଉପପତ୍ନୀ, ଉପପତ୍ନୀକୁ କ'ଣ କୁହାଯାଏ ଇଂରାଜୀରେ? କନକୁଇବାନ୍, କ'ଣ କୁହାଯାଏ? କନକୁଇବାନ୍। 16ରେ ଅଛି ଉତ୍ତରାଧିକାରୀ, ହେଲା, ଉତ୍ତରାଧିକାରୀକୁ କ'ଣ କୁହାଯାଏ? ଏୟାର, କ'ଣ କୁହାଯାଏ ନା ଏୟାର କୁହାଯାଏ। 17 ନମ୍ବରରେ ଅଛି ବଡ଼ ବାପା, ବଡ଼ ବାପାକୁ ଇଂରାଜୀରେ କ'ଣ କୁହାଯାଏ? ଏଲ୍ଡର ଫାଦର, ଏଟା, ହେଲା। 18 ନମ୍ବରରେ ଅଛି ବଡ଼ ମା, ବଡ଼ ମାଙ୍କୁ ଇଂରାଜୀରେ କ'ଣ କୁହାଯାଏ ନା ଏଲ୍ଡର ମଦର। 19 ନମ୍ବରରେ ଅଛି ବଡ଼ ପୁଅ, ବଡ଼ ପୁଅକୁ କ'ଣ କୁହାଯାଏ? ଏଲ୍ଡର ସନ୍। 20 ନମ୍ବର ଅଛି ବିଧବା, ଯାହାର ସ୍ୱାମୀ ନଥାଏ ତାହାକୁ ବିଧବା କୁହାଯାଏ। ତ ତାକୁ ଇଂରାଜୀରେ କ'ଣ କୁହାଯାଏ? ୱିଡୋ, କ'ଣ କୁହାଯାଏ ନା ୱିଡୋ। ତାପରେ 21 ନମ୍ବରରେ ଅଛି ଭାଉଜ ବା ଶାଳୀକୁ କ'ଣ କୁହାଯାଏ ଇଂରାଜୀରେ, ହେଲା, ଭାଉଜ ବା ଶାଳୀକୁ ଇଂରାଜୀରେ କ'ଣ କୁହାଯାଏ? ସିଷ୍ଟର ଇନ୍ ଲ। 22 ନମ୍ବରରେ ଅଛି ଭଣଜା ବା ପୁତୁରାକୁ ଇଂରାଜୀରେ କ'ଣ କୁହାଯାଏ? କ'ଣ କୁହାଯାଏ ନା ଇଂରାଜୀରେ? ନେଫ୍ୟୁ, କ'ଣ କୁହାଯାଏ? ନେଫ୍ୟୁ। 23 ନମ୍ବରରେ ଅଛି ଭାଣାଜୀ ବା ଝିଆରୀକୁ ଇଂରାଜୀରେ କ'ଣ କୁହାଯାଏ? ନିସ୍, କ'ଣ କୁହାଯାଏ ନା ନିସ୍। 24 ନମ୍ବର ଅଛି ବଂଶବଳି, ବଂଶାବଳି, ବଂଶାବଳିକୁ କ'ଣ କୁହାଯାଏ? ଜିନିଓଲଜି, କ'ଣ କୁହାଯାଏ ନା ଜିନିଓଲଜି। 25 ନମ୍ବର ଅଛି ବଂଶ ପରମ୍ପରା, ବଂଶ ପରମ୍ପରାକୁ ଇଂରାଜୀରେ କ'ଣ କୁହାଯାଏ ନା ପୋଷ୍ଟରିଟି, କ'ଣ କୁହାଯାଏ? ପୋଷ୍ଟରିଟି। ତ ଆଜିର ଭିଡ଼ିଓକୁ ଆମେ ଏଠି ଶେଷ କରିବା। ତ ଭିଡ଼ିଓଟି କେମିତି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର ନିହାତି କରିବେ। ଯଦି କିଛି ଭୁଲ ରହିଯାଇଥାଏ ଆପଣ ମୋତେ କମେଣ୍ଟ ମାଧ୍ୟମରେ ଠିକ୍ ଜିନିଷକୁ ବୁଝେଇବେ, କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ। ଆଜିର ଭିଡ଼ିଓଟିକୁ ଏଇଠି ଶେଷ କରୁଛି। ନମସ୍କାର।